ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲି ଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା। କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବା ପାଇଁ ପଡ଼ିଥାଏ। କ୍ୟାଲେଣ୍ଡର ବଦଳିଗଲା ବୋଲି ଏ ଜୀବନ ବଦଳିଗଲା ତା ନୁହେଁ। ଜୀବନ ସେବେ ବଦଳିବ ଯେଉଁଦିନ ତୁମ ଖୁସି ଅନ୍ୟ ମୁହଁରେ ହସ ପାଲଟିବ। ହାରିଗଲେ ଦୁଃଖ କର ନାହିଁ। ଜୀବନରେ ହାରିବା ବି ନିହାତି ଜରୁରୀ, କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଊର୍ଜା ସୃଷ୍ଟି କରିଥାଏ। ମିଛ ଏଥିପାଇଁ ବିକ୍ରି ହୋଇଥାଏ କାରଣ ସତକୁ କିଣିବାର କ୍ଷମତା ସମସ୍ତଙ୍କ ପାଖରେ ନଥାଏ। ଥରେ ଜଣେ ସାଧୁ ଶ୍ମଶାନରେ ପୋଡ଼ା ହେଉଥିବା ଦୁଇଟି ଶବ ପାଖରେ ବସି ଦେଖୁଥାନ୍ତି ତାଙ୍କର ପାଉଁଶ ଗୁଡ଼ିକୁ। ସେ ସମୟରେ ଜଣେ ବ୍ୟକ୍ତି ପଚାରିଲେ, ବାବା, ଏମିତି ଏକ ଧ୍ୟାନରେ ଆପଣ ସେ ପାଉଁଶକୁ ଲକ୍ଷ୍ୟ କରି କ'ଣ ଦେଖୁଛନ୍ତି? ସାଧୁ ଉତ୍ତର ଦେଇଥିଲେ, ଏଇଟା ଜଣେ ଧନୀ ଲୋକର ଶବ, ଯିଏକି ଜୀବନ ସାରା କାଜୁ ବାଦାମ ଖାଇ ମଣିଷ ହେଇଛି। ଏ ହେଉଛି ଏକ ଗରିବ ଲୋକର ଶବ, ଯିଏକି ଦିନକୁ 2 ମୁଠା ଖାଇବା ପାଇଁ ବି ପାଇନାହିଁ। କିନ୍ତୁ ଦୁଇ ଜଣଙ୍କର ପାଉଁଶର ରଙ୍ଗ ଠିକ୍ ଏକାପରି। ତେଣୁ ବଞ୍ଚିଥିବା ବେଳେ ମଣିଷ କାହିଁକି ଏତେ ଅହଙ୍କାର, କାହିଁକି ଏତେ ଗର୍ବ କରୁଛି, ସେଇଟା ମୁଁ ଦେଖୁଥିଲି। ଭାବିବା ପାଇଁ ମୋତେ ବାଧ୍ୟ କଲା ଏ ସମୟ। ଜନ୍ମରୁ କେହି କାହାର ଶତ୍ରୁ ବା ମିତ୍ର ନୁହନ୍ତି। ମଣିଷର ଆଚାର ଆଉ ବ୍ୟବହାରରୁ ହିଁ ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ। କେବଳ ସେଇମାନଙ୍କ ଉପରେ ଭରସା ରଖନ୍ତୁ ଯିଏ ଆପଣଙ୍କ ଭିତରେ ଏହି 3ଟି ଜିନିଷ ଦେଖିପାରୁଥିବେ। ହସ ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ନୀରବ ରହିବା ପଛରେ ଥିବା କାରଣ। ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁଥାଏ, ଉପରବାଲା ତାର ହସ କେବେ ଛଡ଼େଇ ନେଇନଥାନ୍ତି। କର୍ମ କରିବ କଷ୍ଟ ସହି, କର୍ମରେ ଭଲ ମନ୍ଦ ନାହିଁ। ସତ୍ୟ କର୍ମରେ ଧର୍ମ ଅଛି, ଧର୍ମ କରିବ କର୍ମ ବାଛି। ମୃତ୍ୟୁ ଏମିତି ଜଣେ କୁଣିଆ, ଯାହା ଦୁଆରକୁ ଆସିଲେ ତାକୁ ଫେରାଇ ଦେବାର କ୍ଷମତା ଏ ଦୁନିଆରେ କୌଣସି ଲୋକର ନାହିଁ। ସେହି ମଣିଷ ସମ୍ପର୍କର ମୂଲ୍ୟ ବୁଝିପାରେ ନାହିଁ, ଯେଉଁ ମଣିଷ ସମ୍ପର୍କ ଅପେକ୍ଷା ସ୍ୱାର୍ଥର ମୂଲ୍ୟକୁ ଅଧିକ ବୁଝୁଥାଏ। ଆଖି ପୋଖରୀ ନୁହେଁ, ତଥାପି ଲୁହରେ ଭରିଯାଏ। ଶତ୍ରୁ ଏକ ମଞ୍ଜି ନୁହେଁ, ତଥାପି ବଢ଼ି ଚାଲେ। ଚରିତ୍ର ଲୁହା ନୁହେଁ, ତଥାପି କଳଙ୍କି ଲାଗିଥାଏ। ଆତ୍ମସମ୍ମାନ ଶରୀର ନୁହେଁ, ତଥାପି ଘାଇଲା ହୋଇଯାଇଥାଏ। ମଣିଷ ଋତୁ ନୁହେଁ, ତଥାପି ପରିବର୍ତ୍ତନ ହୋଇଥାଏ। ମୁହଁରେ ଜବାବ ଦେବା ଲୋକ କେବେ ଧୋକା ଦେଇନଥାନ୍ତି, କେବଳ ଡର ଲାଗେ ସେହିମାନଙ୍କୁ ଯେଉଁମାନେ ଉପର ମଧୁର ବଚନ ଓ ଅନ୍ତରରେ ଘୃଣା ରଖିଥାନ୍ତି। ସୁଖରେ ଥିବା ଲୋକ ବୁଝନ୍ତି ନାହିଁ କଷ୍ଟ କ'ଣ। ସ୍ୱପ୍ନ ଦେଖୁଥିବା ଲୋକ ବୁଝନ୍ତି ନାହିଁ ବାସ୍ତବତା କ'ଣ। ଆଉ ସ୍ୱାର୍ଥପର ଲୋକ ବୁଝନ୍ତି ନାହିଁ ସମ୍ପର୍କ କ'ଣ। ସାହାଯ୍ୟ ଗୋଟେ ଏମିତି ଜିନିଷ ସମସ୍ତଙ୍କ ପାଖରୁ ମିଳେନି କି ପାଇବାର ଆଶା ରଖନି। କାରଣ କିଛି ଲୋକ ଅଛନ୍ତି କଥାରେ, କିଛି ଲୋକ ଅଛନ୍ତି କାମରେ। ପୋଖରୀ କୂଅଠାରୁ ଯଥେଷ୍ଟ ଅଧିକ ବଡ଼, ତଥାପି ଲୋକେ କୂଅରୁ ହିଁ ପାଣି ପିଇଥାନ୍ତି। କାରଣ କୂଅର ପାଣି ପୋଖରୀ ପାଣିଠାରୁ ବହୁତ ଶୁଦ୍ଧ। କିନ୍ତୁ ଠିକ୍ ସେହିପରି ମଣିଷ ଧନରେ ବଡ଼ ହେବା କିଛି ବଡ଼ କଥା ନୁହେଁ। ତାର ବିଚାରରେ ଶୁଦ୍ଧତା ଥିବା ଦରକାର, ତାହା ହେଲେ ସେ ମହାନ ହୋଇପାରିବ। ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବ, ଆମ ପାଖରେ ଯାହା ନାହିଁ ତାକୁ ଚିନ୍ତା କରି କିଛି ଲାଭ ନାହିଁ। ବରଂ ଈଶ୍ୱର ଆମକୁ ଯାହା ଦେଇଛନ୍ତି ତାକୁ ନେଇ ଜୀବନ ଜୀଇବା, ଆନନ୍ଦ ହେବା ହିଁ ପ୍ରକୃତ ଜୀବନ ବୋଲି କୁହାଯାଏ। ଶ୍ରେଷ୍ଠ ଗୁରୁ ମନ୍ତ୍ର,
ତୁମର ରହସ୍ୟ କାହାକୁ କୁହ ନାହିଁ, ଏହା ତୁମକୁ ହିଁ ମାରିଦେବ। ଯେଉଁଠାରୁ ନିଦର ଆସିବା ଶେଷ ହୋଇଥାଏ, ସେହିଠାରୁ ହିଁ ଜୀବନର ଯାତ୍ରା ଆରମ୍ଭ ହୋଇଥାଏ। ଏହି ଦୁଇଟି କଥା ମନେ ରଖନ୍ତୁ। ଯେତେବେଳେ ଆପଣ ଏକା ଥାଆନ୍ତି, ନିଜ ମନକୁ ସଂଯମ କରନ୍ତୁ। ଯେତେବେଳେ ଆପଣ ଲୋକମାନଙ୍କ ସହ ଥାଆନ୍ତି, ନିଜ ଶବ୍ଦକୁ ସଂଯମ କରନ୍ତୁ। ସୃଷ୍ଟିର ନିୟମ ଅଟେ, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖକୁ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଭାଗ୍ୟ ହିଁ କରୁଥାଏ କାଠ କଣ୍ଢେଇର ଖେଳ। ବନ୍ଧୁ, ନଚେତ୍ ଜୀବନର ରଙ୍ଗମଞ୍ଚରେ କେହି ବି କଳାକାର କମଜୋର ହୋଇନଥାନ୍ତି। ମାଟିର ଦୀପ ପରି ଏ ଜୀବନ। ଯେତେବେଳେ ତେଲ ସରିଯାଏ, ଦୀପ ବି ଲିଭିଯାଏ। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ